ମହୁଲ ଗୋଟାଇବାକୁ ଜଙ୍ଗଲକୁ ଯାଇଥିଲେ। କିଏ ଜାଣିଥିଲା ସେଠି ଛକି ବସିଛି ମୃତ୍ୟୁ। ଜମିବାଡ଼ି ଝଗଡ଼ାରୁ ବିବାଦ ଆରମ୍ଭ, ସଂଘବଦ୍ଧ ଆକ୍ରମଣରେ ଶେଷ। ମହୁଲ ଗୋଟାଇବାକୁ ନେଇ ଯୁକ୍ତିତର୍କ ପରେ ତୀବ୍ର ରୂପ ନେଇଥିଲା ଝଗଡ଼ା। ମେଡିକାଲ ନେଇଥିଲେ ପରିବାର ଲୋକେ, ହେଲେ ବଞ୍ଚାଇ ପାରିଲେନି ଡାକ୍ତର। ଶେଷରେ ପୂର୍ବ ବିବାଦରୁ ଚାଲିଗଲା ମହିଳାଙ୍କ ଜୀବନ। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଳା ପଞ୍ଚାୟତ ଧୋବଣୀନନ୍ଦର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଥାନା ଅନ୍ତର୍ଗତ କନ୍ତାମିଳା ପଞ୍ଚାୟତ ଧୋବଣୀନନ୍ଦ ଗ୍ରାମର ମହିଳା ଉତ୍ତମ ସାହୁ ଶନିବାର ସକାଳୁ ମହୁଲ ଗୋଟାଇବାକୁ ଯାଇଥିଲେ। ସେଠାରେ ପୂର୍ବରୁ ଛକି ରହିଥିଲେ ଯୁଧିଷ୍ଠିର ସାହୁ, ତାଙ୍କ ଦୁଇ ପୁଅ ସମ୍ରାଟ ସାହୁ, ଯୁଗଳ ସାହୁ ଏବଂ ଶିବ ପରିଡ଼ା, କୁନୁ ପରିଡ଼ା, ରାଧା ପରିଡ଼ା, ସୁବଳ ପରିଡ଼ା, ଅଜିତ ପରିଡ଼ା, ଦୁର୍ଲଭ ପରିଡ଼ା, ପ୍ରଦୀପ ପରିଡ଼ା। ସେମାନେ ସଂଘବଦ୍ଧ ଭାବେ ମହିଳାଙ୍କୁ ଆକ୍ରମଣ କରି ହତ୍ୟା କରିଥିବା ପରିବାର ଲୋକେ ଅଭିଯୋଗ ଆଣିଛନ୍ତି। ବହୁ ବର୍ଷ ହେବ ଉଭୟ ପରିବାର ମଧ୍ୟରେ ଜମିବାଡ଼ିକୁ ନେଇ ଝଗଡ଼ା ଲାଗି ରହିଥିଲା। ଯେଉଁ ସମୟରେ ମହିଳା ଜଣକ ମହୁଲ ଗଛରୁ ମହୁଲ ଗୋଟାଉଥିଲେ, ସେହି ସମୟରେ ଆକ୍ରମଣକାରୀ ଏ ଗଛରୁ କାହିଁକି ମହୁଲ ଗୋଟାଉଛୁ, ଏ ଗଛ ଆମର କହି ଯୁକ୍ତିତର୍କ ଆରମ୍ଭ କରିଥିଲେ। ଯୁକ୍ତିତର୍କ ଏତେ ମାତ୍ରାରେ ହୋଇଥିଲା ଯେ ଆକ୍ରମଣକାରୀ ମହିଳାଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ। ପରିବାର ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ସେଠାରୁ ଉଦ୍ଧାର କରି ହିନ୍ଦୋଳ ଡାକ୍ତରଖାନାକୁ ନେଇଥିଲେ, ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଘଟଣାସ୍ଥଳରେ ହିନ୍ଦୋଳ ପୋଲିସ ଏବଂ ଏସଡିପିଓ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ପୋଲିସର ତଦନ୍ତ ପରେ ମହିଳାଙ୍କ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିବ ବୋଲି କୁହାଯାଉଛି। ମା ମହଲ ଗୋଟାଇବା ପାଇଁ ଯାଇଥିଲା। ମହଲ ଜାଗାକ ମାପଚୁପ ହେଇଥିଲା ଯେ ତା ଠିକ ହେଇନଥିଲା। ସେ ଆମ ଜାଗା ନେଇ ପୁଣି ତା ଜାଗା ଦିଆଡେ ସବୁ ନଉଥିଲା। ମା କହିଲା ଜାଗା ଠିକ ହେଇସରୁ ତମେ ତମର ନବ ଯାହା ନବା କଥା ତମ ଜାଗାକୁ ଯିବୁନି। ସେଇ କଥା କିଆ କହିଲା ବୋଲି ମୋ ମାକୁ ଟାକିଆରେ ବସା ମାରି ଦେଇଛି ସମସ୍ତେ ମିଶିକି। ଯେ ଯାଇଥିଲେ ବି ତା ସାଙ୍ଗେ ମିଶିକି ମୋ ମାକୁ ମାରି ଦେଇଛି। ଯାଇଥିଲା ମହୁଲ ଗୋଟାଇ ଯାଇଥିଲା ମହୁଲ ଗୋଟାଇ ମହୁଲ ଗୋଟା ହଉଛି ଆଇକିନା ପଣସ ଯାକ ମାଇକିନା ମାରିକିନା ପକେଇଦେଲେ। କଣ କାରଣ? କାରଣ କିଏ କହୁଛି ଆମ ଗଛ ଏଟା, ଆମ ଗଛଟା କହୁଛି ଆମ ଗଛ। କେତେବେଳେ ଘଟଣା ଘଟିଲା? ସକାଳୁ ଆଜ୍ଞା। କେତେବେଳେ ଆପଣ ମାନେ କେତେବେଳେ ଜାଣିଲେ? ତାକୁ ମାରି ଦେଇ ସାରିଲା ପରେ ଜାଣିଲୁ। ଜାଗା ବାଡ଼ି ପାଇଁ କେବେଠୁ ପାଟିତୁଣ୍ଡ ହେଇଥିଲା? ସେଟା 2-3 ବର୍ଷ ହେଲା ପାଟିତୁଣ୍ଡ ଚାଲିଥିଲା। ଆରା ଠିକ କରାହେଇଥିଲା। ତାପରେ ସେ ପୁଣି ଜବରଦସ୍ତି କଲା ମୋ ଗଛ ମାନୁନି। କିଏ ମାରିଛନ୍ତି? ସିଏ କୁନୁ ଗୌଡ଼ ମାରିଛି, ଶିବ ଗୌଡ଼ ମାରିଛି, ରାଧା ଗୌଡ଼ ମାରିଛି, ପଦୀ ଗୌଡ଼ ମାରିଛି ତାକୁ। ଆଉ ଜି ଗୌଡ଼, ଦୁର୍ଲଭ ଗୌଡ଼, ତେଲିହର ସେ ଯୁଦେଇ ତେଲି, ତା ପୁଅ କାଳିଆ ତେଲି, ଏମିତି ସବୁ ମିଶିକିନି ସବୁ ତାକୁ ମାକୁ ନେଇ ପଛରେ ଟାଙ୍ଗିଆ ପଛରେ ମାରିଦେଲେ। କଣ କହିବେ ପ୍ରଶାସନ? କଣ କହିବେ? ପ୍ରଶାସନକୁ ମୁଁ ଏଇଆ କହୁଛି ଯେ ମୋ ମାକୁ ସେମାନେ ଯେମିତି ମାରିଛନ୍ତି ସେ ତାକୁ ଏମିତି ଫାଶୀ ଦଣ୍ଡ ଦିଆଯାଉ, ତାହେଲେ ମୁଁ ଖୁସି ହେବି। ହିନ୍ଦୋଳରୁ ବିଭୁ ପ୍ରସାଦ ଶତପଥୀଙ୍କ ରିପୋର୍ଟ, ସମଗ୍ର ଓଡ଼ିଶା ସେବା ଅଭିଯାନ।